ସପ୍ତାହ କେତେ ଦିନ? 7ଟି ବାର ଆମର କଣ କଣ? ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ରବିବାର। 7ଟା ବାର ହେଲା। ପ୍ରଥମ ବାର ନାଁ କଣ? ସପ୍ତାହରେ 7ଟା ବାର। ପ୍ରଥମ ବାର ନାଁ କଣ? ରବିବାର। ଶେଷ ବାର ନାଁ କଣ? ଶନିବାର ହେଲା। ପ୍ରଥମ ବାର ହେଲା ରବିବାର, ଶେଷ ବାର ହେଲା ଶନିବାର। ଆମର ସୋମବାର ପରେ କୋଉ ବାର ଆସୁଛି? ବୁଧବାର ପରେ କୋଉ ବାର ଆସୁଛି? ଆମ ସ୍କୁଲ ସବୁ କୋଉ ବାର ଛୁଟି ହଉଛି? ବୁଝିପାରିଲ? ଆମର ଗୋଟିଏ ମାସରେ କେତେ ସପ୍ତାହ? 4ଟା। କେତେ ସପ୍ତାହ? ସପ୍ତାହ ଆସିଲା। ସପ୍ତାହ କେତେ ଦିନ? 7 ବାର ନାଁ କଣ? ରବିବାର, ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର। ପ୍ରଥମ ବାର ନାଁ କଣ? ରବିବାର। ଶେଷ ବାର ନାଁ କଣ? ଶନିବାର। ଆମର ଗୋଟିଏ ମାସରେ କେତେ ସପ୍ତାହ? ହେଲା। ସପ୍ତାହ ବିଷୟରେ ଆସିଲା। ଏବେ ଆମେ କଣ କରିବା? ମାସ ହେଲା। ଗୋଟିଏ ବର୍ଷ କେତେ ମାସ? 12 ମାସ। 12 ମାସ ନାଁ କଣ? ଜାନୁଆରୀ, ଓଡ଼ିଆ ମାସ? ବୈଶାଖ, ଜ୍ୟେଷ୍ଠ, ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ, ଫାଲ୍ଗୁନ, ଚୈତ୍ର। ଆମର ଗୋଟିଏ ମାସ କେତେ ଦିନ? ଗୋଟିଏ ମାସ 12 ଦିନ। 12 ମାସ ଆମର ଗୋଟିଏ ବର୍ଷ ହେଲା ଆମର 12 ମାସ। ଗୋଟିଏ ମାସ କେତେ ଦିନ? 30 ଦିନ। କେତେ ଦିନ? 30 ଦିନ। ପଢିଲ? ସପ୍ତାହ ମାସ ଜାଣିଲ? କଣ ପଢିବା? ଋତୁ। କଣ ପଢିବ? ଋତୁ ଆମର କେଇଟା? ଜାଣିଛ ନା? ଜାଣିଛ? ନା କୁହ। ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ, ବସନ୍ତ। ଆମର ଋତୁରେ ପ୍ରଥମେ କୋଉ ଋତୁ ଆସେ? ବର୍ଷା କୋଉ ଋତୁରେ ହୁଏ? ବର୍ଷା ଆମର କୋଉ ଋତୁରେ ହୁଏ? ବର୍ଷା ଋତୁରେ ଆମର କଣ ହୁଏ? ବର୍ଷା ହୁଏ। ବନ୍ୟା ବି ହୁଏ। ତାପରେ ହେଲା ଆମର ଶରତ ଋତୁରେ କୋଉ ପୂଜା ହୁଏ? ଦଶହରା। କି ପୂଜା ହୁଏ? ଦଶହରା। ଆମର ଶରତ ଋତୁ ପରେ କୋଉ ଋତୁ ଆସେ? ଶରତ ପରେ କୋଉ ଋତୁ ଆସେ? କୋଉ ଋତୁରେ ଲୋକମାନେ ସବୁ ସ୍ୱେଟର ପିନ୍ଧନ୍ତି? ଆମର ହୋଲି ପର୍ବ ଆମେ କୋଉ ଋତୁରେ ପାଳନ କରୁ? ହୋଲି କେବେ ଖେଳୁ? କୋଉ ଋତୁରେ? ବସନ୍ତ ଋତୁରେ। ବସନ୍ତ ଋତୁରେ କଣ ହୁଏ? ଋତୁରାଜ ବୋଲି ଆମେ ବସନ୍ତ ଋତୁକୁ କହୁ ହେଲା।